ଫାଷ୍ଟ ଭିଡ଼ିଓ ଟିକେ ଦେଖିବା, ତାପରେ ଆଲୋଚନା କରିବା। ଦେଖିଲେ ତ, ଇଏ ତ ମାଡ଼ ନୁହଁ, ଏ ପୁରା ମାନେ ବାଡ଼େଇଲେ, ଲଙ୍ଗଳା କରି ବାଡ଼େଇଲେ, ପୁଣି ରାସ୍ତା ମଝିରେ। ଏଇ ଯେଉଁ ମାଡ଼ ଖାଉଛନ୍ତି, ଆପଣମାନେ ଭାବୁଛନ୍ତି କି ଇଏ ଗୋଟେ ସାଧାରଣ ଲୋକ ବୋଲି? ଇଏ ଜମା ସାଧାରଣ ଲୋକ ନୁହଁ। ଇଏ ହେଉଛି ପଶ୍ଚିମବଙ୍ଗର ଟିଏମସିର ମାନେ ଯିଏ କାଉନସିଲର ଥିଲେ, ଇଏ ହେଉଛି ତାଙ୍କ ପାଖାପାଖି ଲୋକ, ବିଶ୍ୱସ୍ତ କାଉନସିଲରଙ୍କ ବିଶ୍ୱସ୍ତ ଲୋକ। ଆପଣମାନଙ୍କୁ ଭାବୁଥିବେ ୟାକୁ କ'ଣ ପାଇଁ ଏମିତି ମାନେ ନିଷ୍ଠୁର ମାଡ଼ ମାରୁଛନ୍ତି, ପ୍ୟାଣ୍ଟ ସାର୍ଟ ଖୋଲିକି ଲଙ୍ଗଳା କରି ବାଡ଼ଉଛନ୍ତି? ଏଟାର ମୁଖ୍ୟ କାରଣ ହେଉଛି, ଯେତେବେଳେ ଟିଏମସି ମାନେ ବଙ୍ଗାଳରେ ଟିଏମସି ସରକାର ଥିଲା, ତ ତାଙ୍କର ଯେଉଁ ମାନେ କାଉନସିଲର ଯିଏ ଥିଲେ, ସିଏ ହେଉଛନ୍ତି ମାନେ ଲୋକଙ୍କୁ ଯେଉଁ ସରକାରୀ ଆବାସ ଯେଉଁ ଯୋଜନା ମିଳେ, ତ ସେଇ ଆବାସ ଯୋଜନା ଦେବା ପାଇଁ ଲୋକଙ୍କଠୁ ବହୁତ ଟଙ୍କା ହଡ଼ପ କରିଥିଲେ। ଯେ କହିଥିଲେ ଯେ ପ୍ରତି ଘର ପିଛା 30,000 ଟଙ୍କା ଦିଅ, ତୁମକୁ ସରକାରୀ ଯେଉଁ ଆବାସ ଯୋଜନା ମିଳୁଛି ସେମାନଙ୍କୁ ଦିଆହେବ ବୋଲି। ତ ଲୋକମାନେ ସରକାରୀ ଆବାସ ଯୋଜନା ପାଇବା ପାଇଁ ବହୁତ ଇଚ୍ଛୁକ ଥିଲେ, ଯେହେତୁ ଗୋଟେ ଘର ମିଳିବ ସରକାରଙ୍କ ତରଫରୁ। ତ ଲୋକମାନେ କିଏ 10,000, 15,000, 30,000 ଏମିତି ସବୁ ଦେଇଥିଲେ। ତ ଦେଲା ପରେ ଆମର ଏଇ କାଉନସିଲର ବାବୁ କ'ଣ କଲେ ନା, ସବୁ ପଇସାକୁ ହଡ଼ପ କରିଦେଇଥିଲେ। ଆଉ ହଡ଼ପ କରିଦେଇଥିଲେ ଯେହେତୁ, ଲୋକମାନେ ବହୁତ ଦିନ ଅପେକ୍ଷା କଲା ପରେ ବି ନା ସରକାରୀ ବାସଭବନ ମିଳିଲା, ନା ତାଙ୍କ ଯେଉଁ ଟଙ୍କା ଦେଇଥିଲେ ତାକୁ ଫେରସ୍ତ ମିଳିଲା। ତ ଲୋକମାନେ ବହୁତ କମ୍ପ୍ଲେନ୍ ବି ଦେଇଥିଲେ। କମ୍ପ୍ଲେନ୍ ଦେଲା ପରେ ଯେହେତୁ ସରକାର ତାଙ୍କର ଅଛି, କିଛି ତାଙ୍କର ମାନେ କିଛି ଶୁଣାଇନଥିଲେ ତାଙ୍କ କଥାକୁ। ଆଉ ଲୋକମାନେ ପୁରା ରାଗିକି ତାତିଥିଲେ। ବର୍ତ୍ତମାନ ସରକାର ଚେଞ୍ଜ ହେଲା ପରେ ଲୋକମାନେ ପୁରା ଆକ୍ସନ୍ ମୋଡ଼କୁ ଆସିଯାଇଛନ୍ତି। ଆଉ ଇଏ ବାବୁ ଆମର ସିଏ ମାନେ ଲୋକମାନେ କ'ଣ କଲେ, ଯେହେତୁ ସରକାର ଚେଞ୍ଜ ହେଲେ ଲୋକମାନେ ଟିଏମସି ମାନେ ତାଙ୍କ ଯେଉଁ କାଉନସିଲରଙ୍କୁ ଖୋଜିଲେ। ଯେହେତୁ କାଉନସିଲରଙ୍କୁ ଖୋଜି କାଉନସିଲର ଫେରାର ଥିଲେ, ଇଏ ବର୍ତ୍ତମାନ ତାଙ୍କ ସହଯୋଗୀ ଜଣେ ଯିଏ ତାଙ୍କ ବିଶ୍ୱସ୍ତ ଲୋକ ଧରା ପଡ଼ିଛନ୍ତି। ଆଉ ଫାଷ୍ଟ ୟାଙ୍କୁ ମହିଳା ଘେରିଗଲେ, ମହିଳା ଘେରିକି ନିସ୍ତୁର ମାଡ଼ ମାରିଲେ। ତାପରେ ମହିଳାଙ୍କୁ ତ ଦୌଡ଼ି ପଳେଇଗଲା ପରେ ତାଙ୍କ ପୁରୁଷମାନେ ବି ୟାଙ୍କୁ ଧଇଲେ। ଦେଖିପାରୁଥିବ କୋଉ ଭଳିଆ ମାଡ଼ ହେଉଛି, କିଏ ପ୍ୟାଣ୍ଟ ଟାଣି ମାରୁଛି, କିଏ ମାନେ ଗୋଡ଼ାଇ ଘୋଷାଡ଼ିକି ମାରୁଛି। ଯୋଉ ନିଷ୍ଠୁର ମାଡ଼ରେ ବାବା, ବର୍ତ୍ତମାନ ଲୋକମାନେ ତାତିକି ଅଛନ୍ତି। ଯେତିକି ମାନେ ମମତା ବାନାର୍ଜୀ ସରକାର ଯେମିତି ସବୁ ମାନେ ଦୁର୍ନୀତିଗ୍ରସ୍ତ କରୁଥିଲେ, ବର୍ତ୍ତମାନ ସେମିତି ତାଙ୍କର ସମସ୍ତଙ୍କୁ ଯିଏ ଧରା ପଡ଼ୁଛି, ଯୋଉଠି ରାସ୍ତାଘାଟ କିଛି ନାହିଁ, ଯୋଉଠି ଯିଏ ଧରା ପଡ଼ିଲା କୁଟା ଖାଇଲା। ମାଡ଼ ପ୍ରବଳ ଖାଉଛନ୍ତି।